प्रथम प्रश्न विश्व पखाल दिवस केबे पालन कराଯାଏ? When is World Pakhala Day celebrated? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି 20 ମାର୍ଚ୍ଚ। ପରବର୍ତ୍ତୀ ପ୍ରଶ୍ନ ଓଡ଼ିଶା ଅଲିମ୍ପିକ ସଂଘର ନୂଆ ସଭାପତି ଭାବରେ କାହାକୁ ନିଯୁକ୍ତି ଦିଆଯାଇଛି? Who has been appointed as the new president of Odisha Olympic Association? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ସମୀର ମହାନ୍ତି ଓଡ଼ିଶା ଅଲିମ୍ପିକ ସଂଘର ନୂଆ ସଭାପତି ଭାବରେ ନିଯୁକ୍ତି ଦିଆଯାଇଛି। ପରବର୍ତ୍ତୀ ପ୍ରଶ୍ନ ଓଡ଼ିଶାରୁ କାହାକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର 2024 ପୁରସ୍କୃତ ହୋଇଛନ୍ତି? Who from Odisha has been awarded the କେନ୍ଦ୍ର ସାହିତ୍ୟ ଏକାଡେମୀ ଟ୍ରାନ୍ସଲେସନ୍ ଆୱାର୍ଡ଼ 2024? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ସୁଭାଷ ଶତପଥୀ। ପରବର୍ତ୍ତୀ ପ୍ରଶ୍ନ MCLର ନୂତନ ବୈଷୟିକ ନିର୍ଦ୍ଦେଶକ ଭାବେ କାହାକୁ ନିଯୁକ୍ତି ଦିଆଯାଇଛି? Who has been appointed as the new technical director of MCL? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ସଞ୍ଜୟ ଝା MCLର ନୂତନ ବୈଷୟିକ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି। ପରବର୍ତ୍ତୀ ପ୍ରଶ୍ନ ସାଗରସ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟ କେଉଁ ରାଜ୍ୟରେ ଅବସ୍ଥିତ? ସାଗରସ୍ୱର ୱାଇଲ୍ଡଲାଇଫ୍ ସେଞ୍ଚୁରୀ ଇଜ୍ ଲୋକେଟେଡ୍ ଇନ୍ ହ୍ୱିଚ୍ ଷ୍ଟେଟ୍? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ମହାରାଷ୍ଟ୍ର। ପରବର୍ତ୍ତୀ ପ୍ରଶ୍ନ ଟେଲି ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ITରେ ନବସୃଜନ ବୃଦ୍ଧି ପାଇଁ କେଉଁ ଅନୁଷ୍ଠାନ ସମର୍ଥ ଇନକ୍ୟୁବେସନ୍ ପ୍ରୋଗ୍ରାମ ଆରମ୍ଭ କରିଛି? Which institution has launched the Samarth Incubation Program to boost innovation in telecommunications and information technology? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଟେଲିମେଟିକ୍ସ C. ପରବର୍ତ୍ତୀ ପ୍ରଶ୍ନ କେଉଁ ମନ୍ତ୍ରାଳୟ ଅଧୀନରେ ବାଣିଜ୍ୟ ପତ୍ରିକାର ନିର୍ଦ୍ଦେଶାଳୟ କାର୍ଯ୍ୟ କରେ? ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ଟ୍ରେଡ୍ ରେମିଡାଇଜ୍ ଅପରେଟର୍ସ ଅଣ୍ଡର ହ୍ୱିଚ୍ ମିନିଷ୍ଟ୍ରି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ମିନିଷ୍ଟ୍ରି ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି। ପରବର୍ତ୍ତୀ ପ୍ରଶ୍ନ ଅଧିକ ଉତ୍ତରଦାୟୀ ତଥା ନାଗରିକ କେନ୍ଦ୍ରିକ କର୍ମଜୀବୀ ସୃଷ୍ଟି କରିବାକୁ କେଉଁ ମନ୍ତ୍ରାଳୟ ରାଷ୍ଟ୍ରୀୟ କର୍ମୟୋଗୀ ଜନସେବା କାର୍ଯ୍ୟକ୍ରମ ଆରମ୍ଭ କରିଛି? Which ministry has launched the ରାଷ୍ଟ୍ରୀୟ କର୍ମୟୋଗୀ ଜନ ସେବା program to create a more accountable and citizen centric workforce? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ମିନିଷ୍ଟ୍ରି ଅଫ୍ ଆୟୁଷ। ପରବର୍ତ୍ତୀ ପ୍ରଶ୍ନ ବିଶ୍ୱ ସୁଖ ସୂଚକାଙ୍କ 2025ରେ ଭାରତର ମାନ୍ୟତା କ'ଣ ରହିଛି? What is ranks Indian rank in the World Happiness Index 2025? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ 118। କଣ୍ଟିନ୍ୟୁ ୟୁନାଇଟେଡ୍ ନେସନ୍ ସଷ୍ଟେନେବଲ୍ ଡେଭଲପମେଣ୍ଟ ସଲ୍ୟୁସନ୍ ନେଟୱାର୍କ ଇଣ୍ଡିଆ ୱାଜ୍ ର୍ୟାଙ୍କ 118। ଇଣ୍ଡିଆ କେତେ ର୍ୟାଙ୍କ କରିଛି? 118 ବିଶ୍ୱ ସୁଖ ସୂଚକାଙ୍କରେ ଟପ୍ 3ଟା କଣ୍ଟ୍ରି ମଧ୍ୟରେ କିଏ କିଏ ଅଛନ୍ତି? ଫିନଲାଣ୍ଡ, ଡେନମାର୍କ ଏବଂ ଆଇସଲ୍ୟାଣ୍ଡ।
ଆଫଗାନିସ୍ତାନ ର୍ୟାଙ୍କ କେତେ ରହିଛି 147। ପାକିସ୍ତାନର ର୍ୟାଙ୍କ ରହିଛି 109 ହାପିନେସ୍ ଇଣ୍ଡେକ୍ସ। ନେପାଳର ରହିଛି 93। ପରବର୍ତ୍ତୀ ପ୍ରଶ୍ନ, ରିସେଣ୍ଟଲି ଦ 19 ରାମନାଥ ଗୋଏଙ୍କା ଆୱାର୍ଡ 2025 have been conferred in which field? ସମ୍ପ୍ରତି 19ତମ ରାମନାଥ ଗୋଏଙ୍କା ପୁରସ୍କାର 2025 କେଉଁ କ୍ଷେତ୍ରରେ ପ୍ରଦାନ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଜର୍ଣ୍ଣାଲିଜମ୍। ପରବର୍ତ୍ତୀ ପ୍ରଶ୍ନ, କେଉଁ ରାଜ୍ୟରେ ନମରୁଫ ଆଇଭି ସାର କାରଖାନା ପ୍ରତିଷ୍ଠା ହେବ? ଦ ନମରୁଫ ଆଇଭି ଫର୍ଟିଲାଇଜର ପ୍ଲାଣ୍ଟ ୱିଲ୍ ବି ସେଟ୍ ଅପ୍ ଇନ୍ ହ୍ୱିଚ୍ ଷ୍ଟେଟ୍? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଆସାମ ରାଜ୍ୟରେ ନମରୁଫ ଆଇଭି ସାର କାରଖାନା ପ୍ରତିଷ୍ଠା ହେବ। ଦ ୟୁନିୟନ କ୍ୟାବିନେଟ୍ ଚେୟାର ବାଇ PM Modi has approved the setting of a new brownfield ammonia urea plant, Namruf IV, Brahmaputra Valley Fertilizer Corporation Limited BVFCL at Namruf in Assam। ଆସାମର ନାମରୁଫ ଠାରେ ଏହି ସାର କାରଖାନାଟି ପ୍ରତିଷ୍ଠା ହେବ। ଏହାର ଏଷ୍ଟିମେଟେଡ୍ କଷ୍ଟ ରହିଛି 10,601.40 କୋଟି। ପରବର୍ତ୍ତୀ ପ୍ରଶ୍ନ, ସ୍କେଚର ବ୍ରାଣ୍ଡ ଆମ୍ବାସଡ଼ର କିଏ ହୋଇଛନ୍ତି? ହୁ ହାଜ୍ ବିକମ୍ ଦ ବ୍ରାଣ୍ଡ ଆମ୍ବାସଡ଼ର ଅଫ୍ ସ୍କେଚର୍ସ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଜସପ୍ରୀତ ବୁମରା। କ୍ରିକେଟର ଜସପ୍ରୀତ ବୁମରା ହାଜ୍ ବିକମ୍ ଦ ବ୍ରାଣ୍ଡ ଆମ୍ବାସଡ଼ର ଅଫ୍ କମ୍ଫର୍ଟ ଟେକ୍ନୋଲୋଜି କମ୍ପାନୀ ସ୍କେଚର। ସ୍କେଚରର ବ୍ରାଣ୍ଡ ଆମ୍ବାସଡ଼ର କିଏ ହେଉଛନ୍ତି? ଜସପ୍ରୀତ ବୁମରା। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶରେ ବିଶ୍ୱର ବୃହତ୍ତମ ଧଳା ହାଇଡ୍ରୋଜେନ୍ ଜଳଭଣ୍ଡାର ମିଳିଥିଲା? ଦ ୱାର୍ଲଡସ୍ ଲାର୍ଜେଷ୍ଟ ହ୍ୱାଇଟ୍ ହାଇଡ୍ରୋଜେନ୍ ରିଜର୍ଭ ହାଜ୍ ବିନ୍ ଫାଉଣ୍ଡ ଇନ୍ ହ୍ୱିଚ୍ କଣ୍ଟ୍ରି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଫ୍ରାନ୍ସ।